ଆଉ ପ୍ରଭୁଙ୍କ ଠାରୁ ବହୁତ ଦୂରରେ ଥିଲି, ତାଙ୍କର କଥା ମାନୁ ନଥିଲି, କିନ୍ତୁ ମୁଁ ସବୁବେଳେ ମନେ ରଖେ ତାଙ୍କୁ। ଆମ ସ୍ୱାଲ ସିଂ ଆଜ୍ଞା ଯିଏ ମତେ ଯୀଶୁଙ୍କ ପାଖକୁ ଆଣିଲେ, ଯୀଶୁଙ୍କର କଥା ମାନିବାକୁ ଆରମ୍ଭ କଲି, ଶୈତାନର ପ୍ରତ୍ୟେକ କାର୍ଯ୍ୟକୁ ମୁଁ ଛାଡିବାକୁ ଆରମ୍ଭ କଲି। ଆଉ ଯୀଶୁ ତାଙ୍କର ପ୍ରତିଜ୍ଞା ପ୍ରକାରେ ଆଶୀର୍ବାଦକୁ ମୋ ଉପରେ ଢାଳିବାକୁ ଆରମ୍ଭ କଲେ। ତାଙ୍କ ରାଜ୍ୟ ସକାଶେ ମତେ ସେ ବାଛିଥିଲେ ଆଉ ତାଙ୍କ ରାଜ୍ୟ ସକାଶେ ସେ ବ୍ୟବହାର କରିବାକୁ ଆରମ୍ଭ କଲେ। ଚାକିରିରେ ଥିଲା ବେଳୁ ହିଁ ମୋର ପ୍ରଚାର ଜୀବନ ଆରମ୍ଭ ହେଲା ସ୍ୱାଲ ସିଂ ଆଜ୍ଞାଙ୍କ ସହିତ। ଆଉ ତାଙ୍କଠାରୁ ଗୋଟିଏ ବିଷୟ ମୁଁ ଶିଖିଥିଲି ଯେ ଯୋଉମାନେ ଯୀଶୁଙ୍କୁ ଜାଣି ନାହାନ୍ତି ଆମେ ତାଙ୍କ ପାଖକୁ ଯିବା, ସେମାନଙ୍କୁ ଆମେ ଯୀଶୁଙ୍କ ପାଖକୁ ଆଣିବା, ଯୀଶୁଙ୍କର ପରିଚୟ ଦବା। ହଁ ପ୍ରିୟମାନେ, ଆଉ ମୁଁ ବର୍ତ୍ତମାନ ଜାଣିପାରୁଛି ଯେ ମୋର କଲିଂ ହିଁ ବୋଧେ ସିଆ। ସେଇଥିପାଇଁ ବୋଧେ ମତେ ପ୍ରଭୁ এই ପୃଥିବୀକୁ ପଠେଇଲେ। କାରଣ এই ପୃଥିବୀକୁ ପଠେଇବା ପୂର୍ବରୁ ଆମ ଜୀବନରେ ସେ ଗୋଟେ ସଂକଳ୍ପ ରଖନ୍ତି, ଆଉ ଆମର କର୍ତ୍ତବ୍ୟ ହଉଛି ତାଙ୍କର ଇଚ୍ଛା ପୂରଣ କରିବା। ଯଦି ଆମେ ତାଙ୍କର ଇଚ୍ଛା ପୂରଣ କରୁଛୁ ତାହେଲେ ସେ ତାଙ୍କର ବାହୁ ଛାୟା ତଳେ ଆମକୁ ଆବରି ଦେବେ। ହଁ ପ୍ରିୟମାନେ, ଏବେ ମନେ ପଡେ ଭୁବନେଶ୍ୱର ଗଲାବେଳର ସେଇ ଆକ୍ସିଡେଣ୍ଟ କଥା। ଏତେ ବଡ ଆକ୍ସିଡେଣ୍ଟ, କିନ୍ତୁ ଯଦି ମୋର ବିନାଶ ହେଇଯାଇଥାନ୍ତା ସେଇଠି, ତାହେଲେ ତାଙ୍କର ଇଚ୍ଛା କେମିତି ପୂରଣ ହୁଅନ୍ତା? ସେ ଯୋଉ କର୍ତ୍ତବ୍ୟ ଦେଇକି ମତେ ଏଇ ସ୍ଥାନକୁ ପଠେଇଛନ୍ତି, ତାଙ୍କର ଯୋଉ ସଂକଳ୍ପ ମୋ ଜୀବନରେ ଅଛି, ସେଇ ସଂକଳ୍ପ କେମିତି ପୂରଣ ହୁଅନ୍ତା? ଶୈତାନ ହୁଏତ ଚାହୁଁଥିଲା ମୋର ବିନାଶ, କିନ୍ତୁ ସେ ଚାହୁଁଥିଲେ ମତେ ଜୀବନ ଦେବା ପାଇଁ, ମତେ ବ୍ୟବହାର କରିବା ପାଇଁ। ଏତେ ବଡ ଆକ୍ସିଡେଣ୍ଟ ସମଡ଼ା ଟିକେ ବି ଛାଡିବାକୁ ଦେଲେନି ସିଏ। ହାଲେଲୁୟା। ଗାଡି 5,62,164 ଟଙ୍କା ଖର୍ଚ୍ଚ ହେଲା ତିଆରି କରିବା ପାଇଁ, କିନ୍ତୁ ସେ ଆମକୁ ସୁରକ୍ଷା ଦେଲେ, କାହାର ଚମଡ଼ା ବି ଛାଡିବାକୁ ଦେଲେ ନାହିଁ। ସେଇ ପରମେଶ୍ୱରକୁ ପ୍ରେମ ନ କରି ଆଉ କାହାକୁ ପ୍ରେମ କରିନା? ତାଙ୍କ ରାଜ୍ୟ ସକାଶେ ଯେତେବେଳେ ମୁଁ ବାହାରିଲି, ବର୍ତ୍ତମାନ ଅବଶ୍ୟ ଏଇ ସୋସିଆଲ ମିଡିଆରେ କହିବା ଉଚିତ କି ନୁହେଁ ମୁଁ ଜାଣିନି, କିନ୍ତୁ ସୁରକ୍ଷା ଦେବା ପରମେଶ୍ୱର ଆମ ସହିତ ଅଛନ୍ତି, ନୁହେଁ କି? ମୋର କାର୍ଯ୍ୟ ବିଜାତି ମାନଙ୍କ ପାଖରେ ସବୁ ବଢୁଛନ୍ତି। ତାଡ଼ନା ଆସିଛି। ଗୋଟେ ତାଡ଼ନା ବିଷୟରେ କହିବି, ଗୋଟେ ଗାଁର ନାଁ କହିବି ନାହିଁ କି ଲୋକର ନାଁ କହିବି ନାହିଁ, ଭଲ ଉଚିତ ହୁଏ ସା। ଗୋଟେ ଗାଁରେ ଜଣଙ୍କର 2ଟି ପୁଅ ଆଉ ଗୋଟିଏ ଝିଅ, ଆଉ ପୁଅ ଜଣେ ସେ ବିବାହ କରିଥିଲା, ସେ ବିଜାତିରେ ଅନ୍ୟ ଗାଁରେ ରହୁଥିଲା। ଝିଅ ଆଉ ସାନ ପୁଅ ସେମାନେ ଗାଁରେ ରହୁଥିଲେ, ଆଉ ସେ ଝିଅ ମତେ ବିବାହ କରି ଯାଇଥିଲା। କିନ୍ତୁ ଛୁଟିରେ ଯେତେବେଳେ ସେ ଘରକୁ ଆସିଥିଲା, ସେତେବେଳେ ସେ ଯୀଶୁଙ୍କୁ ଜାଣିଲା, କାରଣ ତାଙ୍କ ଘରେ ସେତେବେଳେ ପ୍ରାର୍ଥନା ଆରମ୍ଭ ହେଇ ସାରିଥିଲା। ତାଙ୍କ ଘରେ ସମସ୍ତେ ଯୀଶୁଙ୍କୁ ଜାଣି ସାରିଥିଲେ, ଗ୍ରହଣ କରି ସାରିଥିଲେ। ଆଉ ଯେତେବେଳେ ସେ ଝିଅ ଯୀଶୁଙ୍କୁ ଜାଣିଲା, ତାର ସ୍ୱାମୀ ଘରକୁ ଫେରିଗଲା ପରେ ସେତେବେଳେ ମଧ୍ୟ ସେ ଯୀଶୁଙ୍କର ହିଁ ସେବା କଲା, ଯୀଶୁଙ୍କୁ ପ୍ରାର୍ଥନା କଲା, ପୂଜା ପାଠ ସବୁ କିଛି ଛାଡିଦେଲା। ଆଉ ସେତେବେଳେ ଆରମ୍ଭ ହେଲା ତାଡ଼ନା ତା ଜୀବନରେ। ତା ସ୍ୱାମୀ ତାକୁ ବାଡଉଥିଲା ମଦ ପିଇକି, ତାର ଶାଶୁ ତାକୁ ତାଡ଼ନା ଦଉଥିଲେ, କିନ୍ତୁ ହେଲେ ବି ସେ ଯୀଶୁଙ୍କୁ ଛାଡିଲା ନାହିଁ। ତାର ସ୍ୱାମୀ କହିଲା ଯେ ଆମର କଣ ଦେବତା ନାହିଁ, ଦେଓ ବୋଲି କହନ୍ତି ଏପଟେ, ଆମର କଣ ଦେଓ ନାହିଁ ଅଭାବ, ଯେ ତୁ ଗୋଟେ କୋଉଠିର ଦେଓ ଗୋଟେ ନୂଆ ଦେଓ ଗୋଟେ ଆଣିଛୁ, ପୁଟୁ 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 ସବୁବେଳେ ହଉଛୁ। ତାଙ୍କ ଭାଷାରେ ସବୁବେଳେ ମନେ ମନେ କଥା ହଉଛୁ, କାରଣ ମନେ ମନେ ସେ ପ୍ରାର୍ଥନା କରୁଥିଲା। ଆଉ ସେ କଥା କହିକି ଦେଓକୁ ବାହାର କରିଦେ, ନହେଲେ ତତେ ମାରିବି, ତତେ ଜୀବନରେ ମାରିଦେବି। ଆଉ ସେତେବେଳେ ତାର ଉତ୍ତର ଥିଲା,
जदि तू मते मारिदो मारिदे, जदि मते घर बाहर करदेबू छाड़ी दे, किंतु मु जीसु को छाड़ी ना। हालेलुया। आ समय एमती आसिला प्रिय माने जे से तार स्वामी को छाड़ीदेला, ता बापा घर को पलि आसिला, किंतु से जीसु को छाड़िला नहीं। आज से प्रार्थना करछि अन्य मानक पई, आ प्रभु आ प्रार्थनार उत्तर दउचंती। से ग्राम को, से ग्राम रे केवल गोटे परिवार, दुईटी परिवार ग्रहण करथिले, किंतु आ गोटे परिवार ओपनली से माने प्रार्थना सुनथिले। आ से परिवार को मु जने पास्टर को पठाउथिली, से प्रति सप्ताह जाय कि तांक पाखरे प्रार्थना करथिले। आ मोबाइल रे तो आमे सबले प्रार्थना करथुलु, फोन रे वाक्य दउथिली। आ एमती अवस्था हला से गाँ रे तांक परिवार ऊपर को ताड़ना आसिला। से माने सिरा बेले वे तो अधिकांश लोक जानी नाहंती, नुआ नुआ सिरा मानकु, पावरफुल सिरा मानकु विभिन्न ग्राम रु तांक घर को अणा गला। काहेकि कारण से माने जो नुआ देव रखिचंती ताकु बाहर करिबा पे, से माने कहउतिले तम घरे गोटे पावरफुल देव अछि, ये थिले हमर देव को मारी हबो, बाहर करी फिंगी दे। आ सेते बेले से लोक जन को कहले जे मोर घरे देव फेव किछि नाही, मु आउ तमर देव मान को सेवा करू नै, मु जीसु महाप्रभु रो पुओ, मु जीसु महाप्रभु को मानुची, ताकू सेवा करूची। आ से माने कहले जीसु महाप्रभु बाहर कर दे, नहले तोर घर भांगी दब, तते गाँ रु बाहर कर दबु, तते निया पानी बासंद कर दबु। से कहला तमे जहा करूच करो, किंतु मु आ जीसु को छाड़ीबी नाही। कारण जेते बेले मोर पुओर देह खराब थिला, कोनोसी मेडिकल रे कोनोसी डॉक्टर भलो करि पाले नै। तम माने जानिच सबु सिरा पाकु जाइतिली मु मोर पुओ को नै की, तमे जहा को कहला एटा बड़ सिरा, ता पाकु गले भलो होई जीवो, ता पाकु को जाइतिली, किंतु केही ताको सुस्थ करि पाले नै। किंतु जेते बेले मु जीसुंकर ना धरली, जीसु को विश्वास कली, मोर पुओ सुस्थ होई गला। मु से महाप्रभु को छाड़ीबी नाही। आरंभ होला तांकर आत्मिक जीवन, ताड़ना भी आरंभ हो गला, किंतु शेष पर्यंत से माने छाड़िले नहीं जीसु को। अवश्य से गाँ रे पशिबा को हमको बारण करा गला। संडे सर्विस से के यही पारुनी प्रिय माने, किंतु मोबाइल रे सबु बेले तांको पई प्रार्थना होची, सबु बेले वाक्य तांको मोबाइल रे दिया जाउची। सेमानकर विश्वास को दृढ़ीभूत करबा पई प्रभु जहा चाहुचंती से अनुसार आमे कार्य करूछु। आज से माने विश्वास रे दृढ़ीभूत अटंती प्रिय माने, से माने चाहुचंती नवरंगपुर आसीबे प्रार्थना को। नवरंगपुर तांको गाँ रु प्राय 30 किलोमीटर, किंतु से माने चाहुचंती प्रति रविवार आसीबा पई। रविवार तो मोर रुहे नहीं करे, मोर चर्च गुडी को जाई थाए। मोर चर्च गुडी के कहिबार अर्थ, मोर चर्च रे बेसी लोक नाहंती। को चर्च रे 10 लोक, को चर्च रे 15 लोक, मैक्सिमम 25 लोक। कारण स्वाल सिंह आज्ञा जेमती कहती फ्रेश माछ, काली संध्या रे कहतिले फ्रेश माछ, ठीक सेमती फ्रेश लोक मानकु जो माने जीसुंकर परिचय जानि पाई नथिले, से मानकु आमे आनिचु। से माने जीसु को विश्वास करती। समय भी ही जाइछि, और मो सकाशे प्रार्थना करंतु जेमती आउरी अधिक रु अधिक मु व्यवहृत हेबी ईश्वर राज्य पाई। निंदा तो आसीबो, ताड़ना तो आसीबो, मु ताड़ना भय करू नाही। कारण ताड़ना प्राप्त लोक धन्य, कारण स्वर्ग राज्य समान कर। ताड़ना आसु, माड़ आसु, गाली आसु, निंदा आसु, मु समस्त को शिखौची। हम जीवन रे जहा भी आसु सबु सही जीवा,
କାରଣ ସେ ଆମ ସାଙ୍ଗରେ ଅଛନ୍ତି। କାରଣ ପ୍ରଭୁ ଯୀଶୁ ବି ତାହା ସହ୍ୟ କରିକି ଆମକୁ ଶିଖେଇଛନ୍ତି ଆମେ ସହ୍ୟ କରିବା। ଆଉ ଗୋଟେ ଗ୍ରାମର ତ ସାକ୍ଷ୍ୟ ଦେଇଥିଲି ମୁଁ, ସେଠି କେମିତି ତାଡ଼ନ ହେଲା, ପଞ୍ଚାୟତ ହେଲା, ତାହା ମୁଁ ଗତ ଥର କହିସାରିଛି, ଆଉ କହିବି ନାହିଁ। ସେମାନଙ୍କ ପାଇଁ ଏଇ ଗୁଗୁଲ ମିଟ ରେ ଆମେ ପ୍ରାର୍ଥନା ଆରମ୍ଭ କଲୁ। ଆଶିଷ ଧାରା, ଏବେ ବିନୟ ଭାଇ ଯାହା କହୁଥିଲେ ଆଶିଷ ଧାରା ବୋଲିକି, ବିଶେଷ କରି ତାଙ୍କ ପାଇଁ ଆରମ୍ଭ ହେଲା, ଯେହେତୁ ଆମକୁ ସେଇ ଗାଁ ଗୁଡିକୁ ପଶିବାକୁ ଦଉନାହାନ୍ତି। ଠିକ ଅଛି, କରୋନାରେ ସରକାର ସବୁ ଚର୍ଚ୍ଚ ବନ୍ଦ କରିଦେଲେ, ଘରେ ଘରେ ଚର୍ଚ୍ଚ ହେଇଗଲା। ଆମକୁ ସେଇ ଗାଁ ଗୁଡିକୁ ଯିବାକୁ ମନା କଲେ, କାରଣ ଆମେ ରବିବାର ଦିନ ପ୍ରାର୍ଥନା ଯାଉଥିଲୁ। ଏବେ ପ୍ରତ୍ୟେକ ଦିନ ପ୍ରାର୍ଥନା ଆରମ୍ଭ ହେଇଗଲା ମୋବାଇଲରେ। ହାଲେଲୁୟା। ହାଲେଲୁୟା। ଆଉ ସେମାନେ ବିଶ୍ୱାସରେ ବଢୁଛନ୍ତି, ସେମାନଙ୍କ ପାଇଁ ବି ପ୍ରାର୍ଥନା କରନ୍ତୁ। ନୂଆରେ 2 ସପ୍ତାହ ହେଲା ଆଉ ଗୋଟେ ଜାଗାରେ 2ଟା ପରିବାର, ବିଜାତି ପରିବାର, ସେମାନେ ଯୀଶୁଙ୍କୁ ଜାଣିଛନ୍ତି। ଆଉ ସେଠି ସଣ୍ଡେ ସର୍ଭିସ ମଧ୍ୟ ଆମେ ଆରମ୍ଭ କରିଛୁ। ଆମ ସାଙ୍ଗରେ ଖୁସିର କଥା, ସନ୍ତେଶ୍ୱରୀ ଭଉଣୀ ଯିଏ ଅଛନ୍ତି, ଯିଏ ବାକ୍ୟ ପଢୁଥିଲେ, ସେ ଆଉ ତାଙ୍କ ସହିତ ଆଉ ଗୋଟେ ଝିଅ ରିବିକା ଗୀତ ଗାଏ, ସିଏ ଆମ ଇଏ ମଧ୍ୟ। ଏଇ 2 ଜଣଙ୍କୁ ମୁଁ ଆପଏଣ୍ଟ କରିଛି କହିଲେ ତ ଭୁଲ ହବ। ସେମାନେ ପାଠ ପଢୁଛନ୍ତି, ଆଉ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି, ନୂଆ 2ଟି ଚର୍ଚ୍ଚକୁ ଯିବେ, ସେମାନଙ୍କୁ ଗୀତ ଶିଖେଇବେ, ବାକ୍ୟ ଶିଖେଇବେ, ପ୍ରାର୍ଥନା ଶିଖେଇବେ। ଆଉ କହିବାକୁ ମତେ ବହୁତ ଖୁସି ଲାଗୁଛି, ସେମାନେ ତାଙ୍କର କର୍ତ୍ତବ୍ୟକୁ ବହୁତ ସୁନ୍ଦର ଭାବରେ ପାଳନ କରୁଛନ୍ତି। ସେମାନଙ୍କୁ ଗୀତ ଶିଖଉଛନ୍ତି, ପ୍ରାର୍ଥନା ଶିଖଉଛନ୍ତି, ଆରାଧନା କରିବାକୁ ଶିଖଉଛନ୍ତି। ସେମାନଙ୍କ ପାଇଁ ବି ପ୍ରାର୍ଥନା କରିବା। ସେମାନଙ୍କ ସହିତ ସୃଷ୍ଟି ନାଗ ମଧ୍ୟ ଯିବ। ସିଏ ଅବଶ୍ୟ ଅନ୍ୟ ଜାଗାରେ ରହିକି ପଢେ, ଯୋଉ ରବିବାରରେ ସିଏ ଶନିବାର ଦିନ ଫେରୁଛି, ସେଇଦିନ ସେ ରବିବାର ସିଏ ଯିବ। ଆଉ ପ୍ରଭୁ ସେମାନଙ୍କୁ ମାଇଟିକି ବ୍ୟବହାର କରନ୍ତୁ, ପବିତ୍ର ଆତ୍ମାଙ୍କର ଦାନରେ ଭରପୁର କରନ୍ତୁ। এই ପ୍ରାର୍ଥନା ମୁଁ ବି କରୁଛି, ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ବି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ପ୍ରଭୁ ଏ ସାକ୍ଷ୍ୟ ଦେଇ ମହିମାନ୍ୱିତ ହୁଅନ୍ତୁ। ଆମେନ୍। ଆମେନ୍। ଆମେନ୍।